ଏ 7 ପ୍ରକାର ଦୁଃଖରୁ କେହି ବଞ୍ଚି ପାରିବେନି, ନା ବ୍ରହ୍ମା ନା ଇନ୍ଦ୍ର ନା ଯମରାଜ, କେହି ବଞ୍ଚି ପାରିବେନି, ସମସ୍ତେ ଦୁଃଖରେ ଦୁଃଖୀ। ସେଇ ଲୋକ ମତେ ତୁ କ'ଣ ମା ପେଟରୁ ଶିଖିକି ଆସିଛୁ କି? ଆକ୍ଚୁଆଲି ହଁ ଆଜ୍ଞା, ସେ ତା ମା ପେଟରୁ ହିଁ ସେ ଶିଖିକି ଆସିଥିଲା। ଏ ଯେଉଁ ସୂକ୍ଷ୍ମ ଦେଖୁଥିବେ ଛୁଆ ବେଳୁ ଯେ ବଢ଼ିଆ କ୍ରିକେଟ୍ ଖେଳୁଥିବ, କେମିତି ଖେଳିଲା ସେ? ପୂର୍ବଜନ୍ମ ସେ କ୍ରିକେଟର ଥିଲା। ଯଦି ଆପଣଙ୍କର ମନେ ପଡ଼ିଯାଏ, ଆଜିଠୁ ଠିକ୍ 30 ବର୍ଷ ପୂର୍ବରୁ ମୁଁ ଦୁବାଇରେ ଗୋଟେ ବହୁତ ବଡ଼ ସେଟ୍ ଥିଲି। ଏବେ ବି ମୋର ସେଇ ଜିନିଷ ସବୁ ଥିବ। ମୋର ଯିଏ ପୁଅ ଅଛନ୍ତି କିମ୍ବା ସଖା ସହୋଦର ଯିଏ ବି ଅଛନ୍ତି, ଘର ଲୋକ ଅଛନ୍ତି, ସେମାନେ ସେ ଏମ୍ପାୟାର ଖଡ଼ା କରିଛନ୍ତି, ସେମାନେ ରହୁଛନ୍ତି ସେଠି। ମୁଁ ସିନା ମରିଗଲି ମୋର କୌଣସି କାରଣ ଯୋଗୁଁ, ସେଠି ତ ମୋର ପୁରା କୋଟି କୋଟି ଅରବ ଅରବ ଟଙ୍କାର ସମ୍ପତ୍ତି ଅଛି। ହେ ଜଗନ୍ନାଥ, ମୁଁ କି ଭୁଲ କରିଥିଲି? ମୋତେ ମଧ୍ୟବିତ୍ତ ପରିବାରରେ ଜନ୍ମ ଦେଇଦେଲ। ମୁଁ ତୋତେ ପ୍ରାପ୍ତ ହେବି, ସେ ବି ଗୁରୁ ଜରିଆରେ। ବିନା ଗୁରୁରେ ତୁ ମୋତେ ପାଇପାରିବୁନି। ଝଗଡ଼ା ହେଇପାରେ, ଆପଣଙ୍କର ମନର ଆସକ୍ତି ଅଧିକା ଥିଲା, ଅଧୁରା ରହିଯାଇଥିଲା। କିଛି ବି ହେଇପାରେ, ଆମେ କିଛି କହିପାରିବାନି, କାରଣ ଆମେ ଭୁଲି ଯାଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ଭୁଲେଇ ଦିଅନ୍ତି। ଆଉ ଗୋଟେ କୃଷ୍ଣ ଭକ୍ତର, ଜଗନ୍ନାଥ ଭକ୍ତର, ବିଷ୍ଣୁ ଭକ୍ତର, ରାମ ଭକ୍ତର ଏହି ସବୁବେଳେ ଇଚ୍ଛା। ମନେ ରଖିଥାନ୍ତୁ, କେତେ ବି ଆପଣ ଭକ୍ତି କରନ୍ତୁ, ଯଦି ଗୁରୁ ନାହିଁ, ଜଗନ୍ନାଥ ଆପଣଙ୍କୁ ମିଳିବେନି, ଚାନ୍ସ ହିଁ ନାହିଁ। ଦୁନିଆରେ ଏମିତି କୌଣସି ଲୋକ ନାହିଁ, କେଉଁ ମାଇକେଲ ଲାଲ ନାହିଁ, କେଉଁ ଗୋଟେ ବାପର ପୁଅ ନାହିଁ ଯିଏ ଏଇ 16ଟାରୁ ଅଧିକ ପ୍ରଶ୍ନ କରିପାରିବ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାରବିନ୍ଦରେ ମୋର ଭୂମିଷ୍ଠ ସାଷ୍ଟାଙ୍ଗ ପ୍ରଣିପାତ। ସେ ମୋର ସଖା, ମୋର ବନ୍ଧୁ, ମୋର ପିତା, ମୋର ପରମ ପିତା। କହୁଛି, କିନ୍ତୁ ଏହାକୁ ସାଧନା ଭକ୍ତିରେ ମାନିବା ପାଇଁ ଅନେକ ଜନ୍ମ ବିତି ସାରିଲାଣି। ମାନି ପାରୁନି ଆଜ୍ଞା। କିଛି ନା କିଛି ଆଟାଚମେଣ୍ଟ, ଆସକ୍ତି ତ ଏ ଭୌତିକ ସଂସାରରେ ରହିଛି। ଯେପର୍ଯ୍ୟନ୍ତ ସେସବୁ ନ କଟିବ, ମହାପ୍ରଭୁ ହସୁଥିବେ, କହୁଥିବେ ପୁରା ଆସକ୍ତି ଛାଡ଼େ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଗୀତା 18:66। ଇଏ ହେଉଛି ଗୀତାର ମେରୁଦଣ୍ଡ। ସମସ୍ତଙ୍କୁ ଛାଡ଼, ସବୁ ଆସକ୍ତି ଛାଡ଼, ସବୁ ମାୟାକୁ ଛାଡ଼ି ସାରିଲା ପରେ ହିଁ ମୁଁ ତୋତେ ପ୍ରାପ୍ତ ହେବି, ସେ ବି ଗୁରୁ ଜରିଆରେ। ବିନା ଗୁରୁରେ ତୁ ମୋତେ ପାଇପାରିବୁନି। ଆପଣଙ୍କର ଗୁରୁ ଅଛି ତ ଆଜ୍ଞା? ମନେ ରଖିଥାନ୍ତୁ, କେତେ ବି ଆପଣ ଭକ୍ତି କରନ୍ତୁ, ଯଦି ଗୁରୁ ନାହିଁ, ଜଗନ୍ନାଥ ଆପଣଙ୍କୁ ମିଳିବେନି, ଚାନ୍ସ ହିଁ ନାହିଁ। ଗୀତାରେ ଭଗବାନ କହୁଛନ୍ତି, ହେ ଅର୍ଜୁନ, ଗୁରୁ ଧର, ଯେ ତତ୍ତ୍ୱରେ ମୋତେ ଜାଣିଥିବ, ତାର ସେବା କର, ତାକୁ ପ୍ରଶ୍ନ କର, ବାରମ୍ବାର 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 ପ୍ରଶ୍ନ କର। ଅର୍ଜୁନ ବି ସେୟା କରୁଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କୁ ଗୁରୁ ବୋଲି ମାନି ଶିଷ୍ୟସ୍ତେହ ସାଧିମା, ଗୁରୁ ବୋଲି ମାନି ତାଙ୍କୁ 16ଟି ପ୍ରଶ୍ନ କରିଥିଲେ। ସେ 16ଟି ପ୍ରଶ୍ନ ଭିତରେ ଆମର ସବୁ ପ୍ରଶ୍ନର ଉତ୍ତର ଅଛି। ଦୁନିଆରେ ଏମିତି କୌଣସି ଲୋକ ନାହିଁ, କେଉଁ ମାଇକେଲ ଲାଲ ନାହିଁ, କେଉଁ ଗୋଟେ ବାପର ପୁଅ ନାହିଁ ଯିଏ ଏଇ 16ଟାରୁ ଅଧିକ ପ୍ରଶ୍ନ କରିପାରିବ। ସମସ୍ତ ପ୍ରଶ୍ନର ଉତ୍ତର ଏ 16ଟି ପ୍ରଶ୍ନରେ ହିଁ ଅଛି। 16ଟି ପ୍ରଶ୍ନ ଅର୍ଜୁନ ପଚାରିଛନ୍ତି ନିଜ ତରଫରୁ, ଏ ମାନବ ସମାଜ ତରଫରୁ, ଏ ଜୀବ ସମାଜ ତରଫରୁ। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀରାମ ଏହାର ଉତ୍ତର ସିଧାସଳଖ ଦେଇଛନ୍ତି। ଜାଣନ୍ତି ଆଜ୍ଞା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ଆମର କର୍ମର ପାପ, ପୁଣ୍ୟ, ଭକ୍ତି ସବୁଥିର ଚିଠା ଅଛି। ଆପଣ ଭାବନ୍ତୁନି ଯେ ଆପଣ ବଞ୍ଚିଯିବେ। ଯିଏ ପାପୀ ଲୋକ ଅଛି, ସେ ଭାବୁଛି ଯଦି ସିଏ ବଞ୍ଚିଯିବ, ତାଠାରୁ ବଡ଼ ମୂର୍ଖ ଆଉ କେହି ନାହିଁ। ଆଉ ଯିଏ ଭକ୍ତି କରିଛି, ପୁଣ୍ୟ କରିଛି, ଭଲ କାମ କରିଛି, ସେ ଭାବୁନି ଯେ ତାକୁ କିଛି ମିଳିବନି, ତା ବଦଳରେ ନିଶ୍ଚିତ ଭାବରେ ମିଳିବ। ସେମିତି ତ ଯିଏ ଭକ୍ତ, ସେ କିଛି ଆଶା କରେନି, କେବଳ କୃଷ୍ଣଙ୍କର ଦର୍ଶନ, ତାଙ୍କର ଶୁଦ୍ଧ ପ୍ରେମ, ତାଙ୍କର ଶୁଦ୍ଧ ଭକ୍ତି, ତାଙ୍କର ସେବାକୁ ହିଁ ସେ ଇଚ୍ଛା କରେ। ଆଉ ଗୋଟେ କୃଷ୍ଣ ଭକ୍ତର, ଜଗନ୍ନାଥ ଭକ୍ତର, ବିଷ୍ଣୁ ଭକ୍ତର, ରାମ ଭକ୍ତର ଏହି ସବୁବେଳେ ଇଚ୍ଛା ଯେ ମୁଁ କୃଷ୍ଣଙ୍କୁ କେବେ ନ ଭୁଲେ, ସବୁବେଳେ କୃଷ୍ଣଙ୍କୁ ମନେ ରଖିଥାଏ। ଆରେ ବୈଷ୍ଣବ ଗୁରୁମାନେ ତ ଏ ପର୍ଯ୍ୟନ୍ତ କହୁଛନ୍ତି, ଯଦି ମୋତେ କେଉଁ କୁଡ଼ା କଚରାରେ କିମ୍ବା କେଉଁ ମଳରେ କୀଟ କରିକି ବି ଜନ୍ମ ଦେଲୁ, କୁର୍ମି କରିକି ବି ଜନ୍ମ ଦେଲୁ, ଦେଇଦେ, କିଛି ଅସୁବିଧା ନାହିଁ, କିନ୍ତୁ ଗୋଟେ ବୈଷ୍ଣବର ମଳରେ କୁର୍ମି କରିକି ଜନ୍ମ କରିବୁ। କାହିଁକିନା ଯେତେବେଳେ ସେ ମଳ ତ୍ୟାଗ କରୁଥିବ, ସେତେବେଳେ ସେ ହରିନାମ ସଂକୀର୍ତ୍ତନ କରୁଥିବ, ସେ ନାମଟା ମୋତେ ଶୁଣିବାକୁ ମିଳିବ। କଳିଯୁଗ କେବଳ ନାମ ଆଧାର ବୋଲି କୁହାହେଇଛି ବାରମ୍ବାର। ତେଣୁକରି ଭଗବାନ ଶ୍ରୀକୃଷ୍ଣଙ୍କର ଯିଏ ଭକ୍ତ, ସିଏ କେବେ ଭୁଲିବାକୁ ଚେଷ୍ଟା କରେନି। ଯେଉଁ ସମୟରେ ସେ ଭୁଲିଲା ଜଗନ୍ନାଥଙ୍କୁ, କୃଷ୍ଣଙ୍କୁ, ରାମଙ୍କୁ, ସେଇ ସମୟଟା ତା ପାଇଁ ବିଷ। ସବୁବେଳେ ଏଇ ଜିନିଷର ସାଧନା କରନ୍ତୁ। ଆଉ ବିନା ଗୁରୁରେ ତ ଜଗନ୍ନାଥଙ୍କୁ ପାଇ ହେବନି। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର କର୍ମ, ଅକର୍ମ, ବିକର୍ମ, ଆଉ ନର୍ମାଲ କର୍ମ, ଅକର୍ମ, ବିକର୍ମ, ମାନେ ସକାମ କର୍ମ ଯେଉଁଟା କୁହନ୍ତି, ସମସ୍ତଙ୍କର ଚିଠା ଅଛି। ତେଣୁକରି ଆପଣ ଚିନ୍ତା କରନ୍ତୁନି। ଆପଣ ଦେଖୁନାହାନ୍ତି, ଆପଣ ଯେଉଁଠି ଜନ୍ମ ହେଲେ, ଆପଣ ଯେଉଁଠି ଜନ୍ମ ହେଇଛନ୍ତି, ଆପଣଙ୍କର ମାତା ଥିବେ, ପିତା ଥିବେ, ଅଜା ଥିବେ, ଆଈ ଥିବେ, ଭାଇ ଥିବେ, ଭଉଣୀ ଥିବେ।
ଆପଣ ସେଇ ଘରେ କାହିଁ ଜନ୍ମ ହେଲେ? ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକଙ୍କର ଅନନ୍ତ କୋଟି ଭୌତିକ ସଂସାର ଅଛି, ଉପରେ ତ ଅନନ୍ତ କୋଟି ପୁଣି ଆଧ୍ୟାତ୍ମିକ ଜଗତ ଅଛି, କିନ୍ତୁ ତଳେ ଆଧ୍ୟାତ୍ମିକ ଯେଉଁ ଭୌତିକ ସଂସାର ଅଛି ଆମର ତଳେ ଅନନ୍ତ କୋଟି ଅଛି। ଆପଣ ସେଇଠି କାହିଁ ଜନ୍ମ ନେଲେ? ସେଇମାନେ ଆପଣଙ୍କର ମାତା ପିତା ଭାଇ ଭଉଣୀ କାହିଁକି, ସଖା ସହୋଦର କାହିଁକି ହେଲେ? ଅନ୍ୟ କେହି ହେଇପାରିଥାନ୍ତେ। ଆପଣ ଯେତେବେଳେ ଯଦି କିଏ ବିବାହିତ ବର୍ତ୍ତମାନ ଦେଖୁଥିବେ ନବବିବାହିତ, ତାଙ୍କର ମୁଡ୍ ମୁଁ ଖରାପ କରିବାକୁ ଚାହୁଁନି, କିନ୍ତୁ ଶୁଣନ୍ତୁ, ଯିଏ ବର୍ତ୍ତମାନ ନବବିବାହିତ ହୋଇଛନ୍ତି ତାଙ୍କର ଏନ୍ଜୟ କରିବା ପାଇଁ ବହୁତ ଇଚ୍ଛା ଥିବ, ଖୁସି ପାଇବା ପାଇଁ ବହୁତ ଇଚ୍ଛା ଥିବ, କିନ୍ତୁ ଯିଏ ଆପଣଙ୍କ ସ୍ତ୍ରୀ ହେଇକି ଆସିଲା, କିମ୍ବା ଆପଣ ଯାହାର ସ୍ୱାମୀ ହେଇକି ଗଲେ, କିମ୍ବା ଆପଣ ଯାହାଙ୍କର ସ୍ତ୍ରୀ ହେଇକି ଗଲେ, କିମ୍ବା ଆପଣ ଯିଏ ଆପଣଙ୍କର ସ୍ୱାମୀ ହେଇକି ଆସିଲା, ପୁରା ଭାଇସ୍ ବର୍ଷା କରିଦେଲି। କାହିଁକି ହେଲା? ଦୁନିଆରେ ଏତେ ଲୋକ ଥିଲେ, କିମ୍ବା ଏତେ ମାତା ଥିଲେ, ଏତେ ନାରୀ ଥିଲେ, ମୋ ବୈଷ୍ଣବ ତେଣୁକରି ମୋ ପାଇଁ ସମସ୍ତେ ମାତା, ଏତେ ନାରୀ ଥିଲେ, ସେମାନେ କାହିଁକି ଆପଣଙ୍କୁ ବାହା ହେଲେନି? ମାନେ ପତ୍ନୀ ରୂପେ କିମ୍ବା ପତି ରୂପେ ଆପଣ ତାକୁ ପାଇଲେନି? ୟାଙ୍କୁ କାହିଁ ପାଇଲେ? ପୂର୍ବଜନ୍ମର ଯେକୌଣସି ପୂର୍ବଜନ୍ମର କର୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଗରେ ଚିଠା ଅଛି। ଆପଣ ପୂର୍ବଜନ୍ମରେ କୌଣସି କାମ କରିଥିଲେ, ସେ କାମ ଅଧୁରା ରହିଯାଇଥିଲା। ସେ ହେଇପାରେ ବିଜନେସ୍, ବେପାର ବାଣିଜ୍ୟ, ହେଇପାରେ ମର୍ଡର, ମାରପିଟ୍, ହେଇପାରେ କଳି ଝଗଡ଼ା, ହେଇପାରେ ଆପଣଙ୍କର ମନର ଆସକ୍ତି ଅଧିକା ଥିଲା, ଅଧୁରା ରହିଯାଇଥିଲା, କିଛି ବି ହେଇପାରେ। ଆମେ କିଛି କହିପାରିବାନି, କାରଣ ଆମେ ଭୁଲି ଯାଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ଭୁଲେଇ ଦିଅନ୍ତି। ଆପଣ କୋତେ କାହିଁକି ଭୁଲେଇ ଦିଅନ୍ତି ଆଜ୍ଞା? ସେ କାହିଁକି ସେ କୃପାଳୁ। ଯଦି ଆପଣଙ୍କର ମନେ ପଡ଼ିଯିବ, ଯଦି ଆପଣଙ୍କର ବର୍ତ୍ତମାନ 30 ବର୍ଷ ହେଇଛି, ଠିକ୍ ଅଛି, ଆପଣ ଗୋଟେ ମଧ୍ୟବିତ୍ତ ପରିବାର ଜନ୍ମ ହୋଇଛନ୍ତି, କିଛି ଜିନିଷ ଆପଣ ଦରକାର ହେଉଛି। ମଧ୍ୟବିତ୍ତ ପରିବାର କ'ଣ, ସମସ୍ତଙ୍କ ପାଖରେ ସବୁ ଜିନିଷ ନଥାଏ ନା, କିନ୍ତୁ ଗୋଟେ ଅତି ଧନୀ, ତା ପାଖରେ ତ ସବୁ ଜିନିଷ ଥିବ ନା, ଯାହା ଚାହିଁବ ସାଙ୍ଗେ ସାଙ୍ଗେ ତା ହାତ ମୁଠାକୁ ପଳେଇ ଆସିବ, ଅର୍ଡ଼ର କଲେ ସାଙ୍ଗେ ସାଙ୍ଗେ ପଳେଇ ଆସିବ। ଅର୍ଡ଼ର କଲା, ଏ ଖାଇବା ପାଇଁ ଆଣ, ଆଜି ଏ ଗାଡ଼ିଟେ କିଣିବାର ଅଛି, ଆଜି ରୋଲ୍ସ ରୟାଲ୍ସଟେ କିଣିବାର ଅଛି, ଆଜି ଫେରାରିଟେ କିଣିବାର ଅଛି, ଆଜି ଘର ତୋଳିବାର ଅଛି, ସବୁ ହେଇଯିବ। ଯଦି ଆପଣ ବର୍ତ୍ତମାନ 30 ବର୍ଷର ଗୋଟେ ମଧ୍ୟବିତ୍ତ ପରିବାର ଜନ୍ମ ହୋଇଛନ୍ତି, ଆପଣ ଚିନ୍ତା କରନ୍ତୁ, ଠିକ୍ 30 ବର୍ଷ ପୂର୍ବରୁ ଆପଣ କେଉଁଠି ନା କେଉଁଠି ତ ଜନ୍ମ ହୋଇଥିବେ ନା, କେଉଁଠି ନା କେଉଁଠି ତ ଥିବେ ନା। ଯଦି ଆପଣଙ୍କର ମନେ ପଡ଼ିଯାଏ, ଆଜିଠୁ ଠିକ୍ 30 ବର୍ଷ ପୂର୍ବରୁ ମୁଁ ଦୁବାଇରେ ଗୋଟେ ବହୁତ ବଡ଼ ସେଟ୍ ଥିଲି, ଏବେ ବି ମୋର ସେଇ ଜିନିଷ ସବୁ ଥିବ, ମୋର ଯିଏ ପୁଅ ଅଛନ୍ତି କିମ୍ବା ସଖା ସହୋଦର ଯିଏ ବି ଅଛନ୍ତି, ଘର ଲୋକ ଅଛନ୍ତି, ସେମାନେ ସେ ଏମ୍ପାୟାର ଖଡ଼ା କରିଛନ୍ତି, ସେମାନେ ରହୁଛନ୍ତି ସେଠି। ମୁଁ ସିନା ମରିଗଲି ମୋର କୌଣସି କାରଣ ଯୋଗୁଁ, ସେଠି ତ ମୋର ପୁରା କୋଟି କୋଟି ଅରବ ଅରବ ଟଙ୍କାର ସମ୍ପତ୍ତି ଅଛି। ହେ ଜଗନ୍ନାଥ, ମୁଁ କି ଭୁଲ କରିଥିଲି? ମୋତେ ମଧ୍ୟବିତ୍ତ ପରିବାରରେ ଜନ୍ମ ଦେଇଦେଲ। ଏବେ ମୁଁ ମାନେ ଖାଇବା ପିଇବା କି କିଛି ଦରକାର ଏମର୍ଜେନ୍ସି ଜିନିଷ ପାଇଁ ମୁଁ ତରସି ଯାଉଛି। କ'ଣ ଭୁଲ ଥିଲା ମୋର? ଭଗବାନ ଜାଣିଛନ୍ତି ତୁ ଏ ଜନ୍ମରେ ଆସିଛୁ, ଯଦି ମୁଁ ତୋତେ ନ ଭୁଲେଇବି, ତୁ ଦୁଃଖରେ ପୁରା ଜୀବନ ତୋର ଦୁଃଖ ହୋଇଯିବ। ଦେଖୁନାହାନ୍ତି, ଆପଣଙ୍କ ଜୀବନରେ ଯଦି କିଛି ଭୁଲ କାମ ହୋଇଥିବ, କିମ୍ବା ବହୁତ କିଛି ଗୋଟେ ଜଘନ୍ୟ ଅସୁବିଧା ହୋଇଥିବ, ତାହେଲେ ସମସ୍ତେ କହନ୍ତି ସେ ଜିନିଷ ତୁ ଭୁଲିଯା। ଯଦି ନ ଭୁଲିବୁ, ତାହେଲେ ତୋ ଜୀବନ ତୁ ଆଗକୁ ବଢ଼ିବୁ କେମିତି, ଅଲଗା କାମ କରିବୁ କେମିତି? ତେଣୁକରି ମହାପ୍ରଭୁ କୃପାଳୁ, ସେ ଭୁଲେଇ ଦିଅନ୍ତି ଆମକୁ, ପୂର୍ବଜନ୍ମରେ ଯାହା କରୁଥିଲେ ଭୁଲିଯା ତୁ। ଯେଉଁ ଜିନିଷ ଦରକାର, ଯେତିକି ଜିନିଷ ଦରକାର, ସେସବୁ ମନେ ରଖନ୍ତି। ଆମର ଅଭ୍ୟାସ, ପୂର୍ବଜନ୍ମର ସଂସ୍କାର। ତେଣୁକରି ଦେଖିବେ, କାହାକୁ ଜନ୍ମ ହେଲା କ୍ଷଣି କିଏ ବଢ଼ିଆ ଗୀତ ଗାଉଥିବ, ଜନ୍ମ ହେଲା କ୍ଷଣି କିଏ ଭଲ କ୍ରିକେଟ୍ ଖେଳୁଥିବ, ଜନ୍ମ ହେଲା କ୍ଷଣି କିଏ ଭଲ ଗୀତାର ଶ୍ଲୋକ ବୋଲୁଥିବ। କାହିଁକି? ଏଇଟା ପୂର୍ବଜନ୍ମର କର୍ମ ନେଇକି ଆସିଛନ୍ତି, ତାକୁ ଭୁଲାନ୍ତିନି ଭଗବାନ। ଏଇଟା କାମ ସେ କେମିତି କରିବ? ଦେଖି, ଗୋଟେ ଛୁଆ ଜନ୍ମ ହେଲା କ୍ଷଣି ତାକୁ ମାନେ ଗୋଟେ ଜିନିଷ ଉପରେ ଆସକ୍ତି ଥିବ, କାହାକୁ ନଥିବ। ଇଏ ହେଉଛି କର୍ମର ଖେଳ। ଆମର ସ୍ଥୂଳ ଶରୀର ମରିଗଲା ନା, କିନ୍ତୁ ମନ, ବୁଦ୍ଧି, ଅହଙ୍କାର, ଏ ତିନିଟା ଜିନିଷ ସୂକ୍ଷ୍ମ, ଇଏ ଆମ ଜୀବାତ୍ମା ସହିତ ଇଏ ସୂକ୍ଷ୍ମ ଶରୀର ଯାଆନ୍ତି। ଯେଉଁ ମା ପେଟକୁ ଆପଣ ଯିବେ, ସେଇ ଲୋକ ମତେ ତୁ କ'ଣ ମା ପେଟରୁ ଶିଖିକି ଆସିଛୁ କି? ଆକ୍ଚୁଆଲି ହଁ ଆଜ୍ଞା, ସେ ତା ମା ପେଟରୁ ହିଁ ସେ ଶିଖିକି ଆସିଥିଲା। ଏ ଯେଉଁ ସୂକ୍ଷ୍ମ, ଦେଖୁଥିବେ ଛୁଆ ବେଳୁ ବଢ଼ିଆ କ୍ରିକେଟ୍ ଖେଳୁଥିବ, କେମିତି ଖେଳିଲା ସିଏ? ପୂର୍ବଜନ୍ମ ସେ କ୍ରିକେଟର ଥିଲା, ଏବେ ପୁଣି ଆଉଥରେ ହେଇଛି। ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ଚିଠା ଅଛି। ଆପଣ ଯାହାକୁ ନୂଆ ବର୍ତ୍ତମାନ ବାହା ହେଇଛନ୍ତି, ଆପଣଙ୍କର ବର୍ତ୍ତମାନ ଜୀବନରେ କିଛି ଆଦାନ ପ୍ରଦାନ କରିବାର ଅଛି। ସେ ହେଇପାରେ ଦୈହିକ ସମ୍ପର୍କ ହେଉ, ପଇସା ପତ୍ର ସମ୍ପର୍କ ହେଉ, ଶ୍ରମର ସମ୍ପର୍କ ହେଉ, ଇମୋସନାଲ୍ ସମ୍ପର୍କ ହେଉ, ସବୁ ଜିନିଷର ସମ୍ପର୍କ ଆପଣଙ୍କର ଆଦାନ ପ୍ରଦାନ କରିବାର ଅଛି। ଯିଏ ବର୍ତ୍ତମାନ ଆପଣଙ୍କ ଏ ଜନ୍ମରେ ମାତା ପିତା ହେଇଛନ୍ତି, ଆପଣଙ୍କୁ ଖାଇବା ପିଇବା ପାଇଁ ଦେଉଛନ୍ତି, ସବୁ ଋଣ ଆପଣଙ୍କର ଦାୟିତ୍ୱ ନେଉଛନ୍ତି। ପୂର୍ବ ଜନ୍ମରେ ହେଇଥାଇପାରେ ଯେ ସେ ଆପଣଙ୍କ ଶତ୍ରୁ ଥିଲେ, ଆପଣଙ୍କଠୁ ବହୁତ ଜିନିଷ କିଛି ଲୁଟି ନେଇଥିଲେ, ପଇସା ପତ୍ର, ଧନ ଧାନ୍ୟ। ତେଣୁକରି ଏ ଜନ୍ମରେ ସିଏ ଆପଣଙ୍କୁ ଖାଇବାକୁ ଦେଉଛନ୍ତି, ପାଳୁଛନ୍ତି, ପୋଷୁଛନ୍ତି। କିଛି ବି କାରଣ ହେଇପାରେ ଆଜ୍ଞା, କିମ୍ବା ଆପଣ ପୂର୍ବ ଜନ୍ମରେ ତାଙ୍କର ମାତା ପିତା ଥିଲେ। ଭଗବାନ କହୁଛନ୍ତି, ମଲାବେଳେ ତୁ ଯେମିତି ଇଚ୍ଛା କରିଥିବୁ, ତୁ ସେହି ପ୍ରକୃତିକୁ ହିଁ ପ୍ରାପ୍ତ ହେବୁ। ଯଦି ମଲାବେଳେ ଆପଣ ଛୁଆଙ୍କ କଥା ଭାବିଥିବେ, ତାହେଲେ ଏ ଜନ୍ମରେ ଆପଣ ଛୁଆ ଯେଉଁଠି ଥିବେ ସେଇ ଏରିଆରେ ଆପଣ ଜନ୍ମ ହେବେ।
ତାଙ୍କରି ପାଖରେ ଜନ୍ମ ହେଇପାରନ୍ତି କିମ୍ବା ସେଇ ଏରିଆରେ ଜନ୍ମ ହେଇପାରନ୍ତି, ସେହି ପ୍ରକୃତିକୁ ତୁ ପ୍ରାପ୍ତ ହେବୁ। ଇଏ ମରିବାର ଟ୍ରିକ୍, ମରିବାର କଳା ଗୀତାରେ ବାରମ୍ବାର ସଫାସଫା ମହାପ୍ରଭୁ ଶ୍ରୀ ଜଗନ୍ନାଥ କହୁଛନ୍ତି। ଦେଖନ୍ତୁ କେମିତି ମହାପ୍ରଭୁଙ୍କ ପାଖରେ ଚିଠା ଥାଏ ଆଉ କେମିତି କରନ୍ତି, ୟାର ଡିଟେଲ୍ସ ମୁଁ କହୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, ତାଙ୍କ ହାତରେ ସବୁ ଚିଠା ଅଛି, ଫୁଲ୍ ଆଲଗୋରିଦିମ୍ ଅଛି। ଯେମିତିକି ଗୋଟେ ଫର୍ମୁଲା ଥାଏ, ତାକୁ ନେଇକି ଆଲଗୋରିଦିମ୍ କରନ୍ତି, ଗୋଟେ ୱେବସାଇଟ୍ ବନାନ୍ତି, କ୍ଲିକ୍ କରିଦେଲେ ତ ଡିଟେଲ୍ସ ପଳେଇ ଆସିବ। ଆମର ଅନନ୍ତ କୋଟି ଜନ୍ମର କାର୍ଯ୍ୟକଳାପ କ୍ରିୟା ମହାପ୍ରଭୁଙ୍କ ପାଖରେ ଅଛି, ଗଚ୍ଛିତ ଅଛି। ଯେତେବେଳେ କୌଣସି ପୁରୁଷ ଆଉ ନାରୀ ସଂସର୍ଗ କରନ୍ତି, ଶାରୀରିକ ସମ୍ପର୍କ କରନ୍ତି, ଆଉ ତାଙ୍କର ବୀର୍ଯ୍ୟ ଯେତେବେଳକୁ ତାଙ୍କର ମାନେ ଯେଉଁ ନାରୀର ଶରୀର ଭିତରକୁ ଯାଏ, ଯେତେବେଳକୁ ଛୁଆ ଜନ୍ମ ହେବାର ଥାଏ, ଶୁକ୍ରାଣୁ ଯେତେବେଳେ ଯାଏ ସେ ଭିତରକୁ ଜନ୍ମ ହେବାର ଥାଏ, ସେହି ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେଖନ୍ତି ଚିଠା, କୃଷ୍ଣ ଦେଖନ୍ତି ଚିଠା, କୃଷ୍ଣ ଜଗନ୍ନାଥ ରାମ ଆପଣ ଯାହା ବି କୁହନ୍ତୁ, ସେ ବିଷ୍ଣୁ ତତ୍ତ୍ୱ ଦେଖନ୍ତି ଚିଠା, ଏଇଆ ହେଇଥିଲା। ଏ ଛୁଆ ମାନେ ଏଇ ଯେଉଁ ଦୁଇ ଜଣ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଅଛନ୍ତି, ସଂସର୍ଗ କରୁଛନ୍ତି, ତାଙ୍କର ଛୁଆଟି ଜନ୍ମ ହେବ, ପୁଅ ଜନ୍ମ ହେବ କି ଝିଅ ଜନ୍ମ ହେବ, ସେଇ ହିସାବରେ ସେଇ ପୁଅର ମାନେ ସେଇ ଯେଉଁ ଦୁଇ ଜଣ ଯେଉଁ ନାରୀ ପୁରୁଷ ଅଛନ୍ତି, ତାଙ୍କର ଯେଉଁ ହିସାବରେ କର୍ମ ଅଛି ସେମାନେ ଭୋଗିବେ। ଏମିତି ଛୁଆଟେ ଦେବି ତାଙ୍କ କର୍ମକୁ ଫିଟ୍ ହେଉଥିବ, ପୂର୍ବ ଜନ୍ମରେ ଯାହା କର୍ମ କରିଥିବେ କିମ୍ବା ଏ ଜନ୍ମରେ ସେମାନେ ଯାହା ଭୋଗିବେ ତାକୁ ଫିଟ୍ କରିବା ପାଇଁ ଛୁଆଟେ ଦେବି। ସେ ପୁଅ ହେଇପାରେ, ଝିଅ ହେଇପାରେ। ଅନନ୍ତ କୋଟି ବ୍ରହ୍ମାଣ୍ଡରେ ସେମିତି ଯେକୌଣସି କର୍ମ କରୁଥିବା ଗୋଟେ ଜୀବାତ୍ମା ମିଳିଯିବ କି ନାହିଁ ଆପଣଙ୍କୁ, ଯେ ଠିକ୍ ମରିଯାଇଥିବ, ଏବେ ଜନ୍ମ ନେବାର ଥିବ। ଭଗବାନ ଦେଖନ୍ତି ହଁ ଏଇ ପିଲାଟି ଅଛି, ସେ ଦେବୀ ଦେବତାମାନଙ୍କୁ ଅର୍ଡ଼ର ଦିଅନ୍ତି, ଦେବୀ ଦେବତା ଯେତିକି ଅଛନ୍ତି ଭୌତିକ ଜଗତରେ, ଯାଅ ଏଇ ଛୁଆଟିକୁ ତାଙ୍କର ବୀର୍ଯ୍ୟରେ ଜୀବାତ୍ମାକୁ ପୁରାଅ, ଶୁକ୍ରାଣୁ ହିସାବରେ ସେମାନେ ପୁରେଇ ଦିଅନ୍ତି, ଛୁଆଟି ଜନ୍ମ ହୋଇଯାଏ। ତେଣୁକରି ଦୁଃଖ କରନ୍ତୁନି ଆଜ୍ଞା, ଯଦି ଆପଣଙ୍କର ଛୁଆ ବି ଭଲ କାମ କରୁଛି, ଆପଣ ବହୁତ ଚେଷ୍ଟା କରୁଛନ୍ତି, ସତ ଚେଷ୍ଟା କରୁଛନ୍ତି, କିନ୍ତୁ ମାନେ ସେ ଯାହା କରିବା କଥା ସେଇ କାମ କରୁଛି, ଚେଞ୍ଜ ହେଇପାରୁନି, ତାର ପୂର୍ବଜନ୍ମର କର୍ମ ଆପଣଙ୍କୁ ଭୋଗିବାର ଥିଲା। ତେଣୁକରି ଆଜ୍ଞା, ଯଦି ଆପଣଙ୍କ ଘରେ କିଏ ବ୍ରହ୍ମଚାରୀ ହେଉ, ଯେମିତି ମୁଁ ବ୍ରହ୍ମଚାରୀ, ମାତା ପିତା ଟିକେ ଦୁଃଖ କରନ୍ତି, ଆପଣଙ୍କ ଘରେ ବି ଦୁଃଖ କରିପାରନ୍ତି, କାହିଁକିନା ଅନ୍ୟ ଘରେ ବ୍ରହ୍ମଚାରୀ ସମସ୍ତେ ହୁଅନ୍ତୁ ଭଲ ଖୁସି, କିନ୍ତୁ ନିଜ ଘରେ ନ ହୁଅନ୍ତୁ ଭାଇ, କାହିଁକିନା ବୁଢ଼ାବେଳକୁ ଆମକୁ ଦେଖିବ କିଏ? ମା। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ କହୁଛନ୍ତି ବୁଢ଼ାବେଳେ ମୁଁ ତୋର ସାଙ୍ଗରେ ଥିବି, କିନ୍ତୁ ତୁମର ଅନନ୍ୟ ଭକ୍ତ ହେଇଥିବା ଦରକାର, ଗ୍ୟାରେଣ୍ଟେଡ୍। ଗୀତାରେ କହୁଛନ୍ତି ମହାପ୍ରଭୁ। ତ ଆମେ ଯେଉଁ ସେ କଥାଟା କହୁଛେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କେମିତି ମାନେ ଶୁକ୍ରାଣୁରେ ସେ ଜୀବକୁ ଛାଡ଼ନ୍ତି, ଏଇ ଟାଇପ୍ର ଆମେ କରିକି ଛାଡ଼ନ୍ତି। ଯଦି ଜଣେ ଗୋଟେ ଛୋଟ ଛୁଆଟି ଆପଣ ଯାହା କହିଲେ ମାନୁନି, ଭାରି ଦୁଷ୍ଟ ହେଉଛି, ଆପଣଙ୍କ ପୂର୍ବ ଜନ୍ମରେ ଆପଣଙ୍କୁ ସେ ଭୋଗିବାର ଥିଲା ଆଜ୍ଞା, ତେଣୁକରି ଆପଣ କାହାକୁ ହଇରାଣ କରିଥିଲେ, ତେଣୁକରି ସେ ଛୁଆଟି ଆସିଛି ଆପଣଙ୍କୁ ହଇରାଣ କରିବା ପାଇଁ। ଭୋଗିବାକୁ ତ ପଡ଼ିବ ନା ଆଜ୍ଞା, ପୁଣ୍ୟର କର୍ମ ଆପଣଙ୍କୁ ଭୋଗିବାକୁ ପଡ଼ିବ, ଫଳ ପାପର ଫଳ ବି ଆପଣଙ୍କୁ ଭୋଗିବାକୁ ପଡ଼ିବ। ଦୁଃଖ କରିବାର କିଛି ନାହିଁ, ମହାପ୍ରଭୁଙ୍କର ଭକ୍ତି କରିକି କର୍ମ କରିଚାଲନ୍ତୁ, କର୍ମ ଅର୍ଥାତ୍ ଭକ୍ତି କରିଚାଲନ୍ତୁ, କିଛି ଅସୁବିଧା ନାହିଁ। ଯାହା ହେଉଛି ଭଗବାନ କହୁଛନ୍ତି ଗୀତାରେ, ଏ ଅର୍ଜୁନ ଯାହା ହେଉଥିଲା ମୁଁ ଜାଣିଥିଲି, ଯାହା ହେଉଛି ମୁଁ ଜାଣିଛି, ଯାହା ହେବ ବି ଆଗକୁ ମୁଁ ଜାଣିଛି, ତେଣୁ ତୁ ଟେନସନ୍ ନେ ନା, ତୁ କେବଳ ମୋର ଶରଣାଗତି କରିଚାଲ, ମୁଁ ତୋର ସବୁ ଜିନିଷ ବୁଝିଯିବି, ବୁଝି ଚାଲିବି, ଟେନସନ୍ ନେବାର ନାହିଁ। ଆଉ ଏଇ ଯେଉଁ ମରିବା ବଞ୍ଚିବା ରୋଗ ବ୍ୟାଧି ଇଏ ତ ଦୁଃଖ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍, ଏ ଦୁଃଖ ତ ରହିବ ଯେ ପର୍ଯ୍ୟନ୍ତ ଭୌତିକ ଜଗତରେ ଆପଣ ଅଛନ୍ତି। ଯଦି ଏ ଦୁଃଖ ଭୋଗିବାର ନାହିଁ, ଧନୀରୁ ଧନୀ ଲୋକ ବି ଏ ଦୁଃଖ ଭୋଗେ ଆଜ୍ଞା। ଦୁଃଖ କ'ଣ ଆମେ ଜାଣିବା, ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ କହିବି ଦୁଃଖ କ'ଣ, 7 ପ୍ରକାର ଦୁଃଖ ଥାଏ। ଏ 7 ପ୍ରକାର ଦୁଃଖରୁ କେହି ବଞ୍ଚି ପାରିବେନି, ନା ବ୍ରହ୍ମା, ନା ଇନ୍ଦ୍ର, ନା ଯମରାଜ, କେହି ବଞ୍ଚି ପାରିବେନି, ସମସ୍ତେ ଦୁଃଖରେ ଦୁଃଖୀ। କେବଳ ଜଗନ୍ନାଥ ଆଉ ଯିଏ ବୈକୁଣ୍ଠ ଲୋକ ପହଞ୍ଚି ସାରିଛି ସିଏ ଦୁଃଖ ଭୋଗେ ନାହିଁ, କାହିଁକିନା ସେଠି କୁଣ୍ଠା ନାହିଁ ନା, ଦୁଃଖ ନାହିଁ ନା, ତେଣୁକରି ସେ ବୈକୁଣ୍ଠ, ଇଏ କୁଣ୍ଠା ଜଗତ, ତେଣୁକରି ସେଥିରେ ଦୁଃଖ ଅଛି। ତେଣୁକରି ବୁଝନ୍ତୁ ଏ ଜିନିଷକୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତି କରନ୍ତୁ ଯେତେ ସମ୍ଭବ। ମୁଁ ତ ଆପଣଙ୍କୁ ଜବରଦସ୍ତି କରିପାରିବିନି, ଯେତେ ସମ୍ଭବ ଆମିଷ ପିଆଜ ରସୁଣକୁ ତ୍ୟାଗ କରନ୍ତୁ, ଦେଖିବେ ଜୀବନ କେମିତି ସୁରୁଖୁରୁରେ ଆଗେଇ ଚାଲିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପା ଆପଣଙ୍କ ଉପରେ ବରସି ଯିବ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।